ସବୁବେଳେ ଚିନ୍ତା ରୋଗ ଭଲ ଲାଗୁଛି। ତେଣୁ ସମସ୍ତଙ୍କୁ ମୁଁ ଏଇଠି କହୁଛି, ଆଗେ ଆସ ପ୍ରଭୁ ଜପ ଟିକେ ହେଉଛି ନା ଆମର ଯେମିତି ତାକୁ କାହାରି କିଛି ସେଇ ପ୍ରକାର ରୋଗ ବା ବୈରାଗ ଅଛି ବା ସେଇ ପ୍ରକାର ଆମେ ପୀଡ଼ିତ ଅଛନ୍ତି, ଠିକ୍ ନା ନା? ଅଡ଼ୁଆ ଲାଗୁଛି କଷ୍ଟ ହେଉଛି, ହଉ ଆରାମସେ ବସି ହେଉଛି ତ କିଛି ଭଲକି ଆଗରେ ବୁଝିବା ଦରକାର। ଯେଉଁ କ୍ୟାନ୍ସର ଜୀବାଣୁ ସେଟା ହେଉଛି ଯେଉଁଟାକ ସେ କହୁଛନ୍ତି ଯେ ଅନୱାଣ୍ଟେଡ଼ বা আনওয়ান্টিং গ্রোথ, মানে যেটাকি আম ধারণা বাহারে বহুত শীঘ্র বহু স্পিডি সেগুড়াক এই তাকে কাঠ বন্ধ কর। রোগর কারণ কଣ? রোগ কাহাକୁ কুହାଯାଏ না যেତେବେଳେ ନିରୋଗତା ଆମ ଦେହରୁ ହଟିଯାଏ ସେତେବେଳେ ମାଡ଼ି ବସିବ। ତା ମାନେ ଯେତେବେଳେ ଆମ ପାଖରେ ଶକ୍ତି ହାନି ହେଇଯିବ, ଶକ୍ତିହୀନ ହେଇଯିବ, ସେତେବେଳେ ଦୁର୍ବଳ ଆମକୁ ଗ୍ରାସିବ, ଠିକ୍ ନା ଭୁଲ? ତାମାନେ ଝାଡ଼ାଟେ ହଉ ଜ୍ୱରଟେ ହଉ, ଝାଡ଼ାଟା ହେଲା କ'ଣ ହେଲା ନା ତୁମର ହଜମ ଶକ୍ତି ହ୍ରାସ ହେଇଗଲା, ତେଣୁ ଇନଡାଇଜେସନ୍ ହେଇଗଲା, ତୁମ ଝାଡ଼ା ହେଇଗଲା, ବୁଝିପାରିଲ? ତାହେଲେ ଦୁର୍ବଳ ହେଇଗଲ ତୁମେ, ନା ବୁଝିହେଲାନି? ତୁମକୁ ଜ୍ୱର ହେଲା ମାନେ କ'ଣ ହେଲା? ତାହେଲେ ତୁମର ଯେଉଁ ତାପମାତ୍ରାଟା ରହିଥିଲା ସେ ତାପମାତ୍ରା ହାନି କାହିଁକି ହେଲା বা ବଢ଼ିଗଲା କାହିଁକି? ନା ସେଇ ପ୍ରକାର ଦୁର୍ବଳ ହେଇଯିବା ଯେଉଁ, ମାନେ ବଳଟା କମିଯିବା ହେତୁ ଦୁର୍ବଳ ଲାଗି ରହିଲା, ନା ବୁଝିହେଲାନି କଥା? ବୁଝିପାରିଲ ନା ବୁଝିପାରିଲ? ଠିକ୍ ସେମିତି କ୍ୟାନ୍ସର କୁହ ଯାହା କୁହ ନା, ଆଜ୍ଞା ମୋ ଷ୍ଟୋନ୍ କାହିଁକି ହେଲା? ନା ଷ୍ଟୋନ୍ର ବହୁତ କାରଣ ରହିଛି, ଯେମିତିକି ଏସିଡ଼ ଯୋଗୁଁ ବି ଷ୍ଟୋନ୍ ହେଇଯାଏ, ପାଣି କମ୍ ପିଇଲେ ବି ଷ୍ଟୋନ୍ ହେଇଯିବ, ବୁଝିବୁଛି ନା? ବହୁତ କାରଣ ରହିଛି। ପାଣି ଯଦି କ'ଣ କମ୍ ପିଏ, ମାନେ ଆମର ଦୈନିକ 4 ରୁ 5 ଲିଟର ମିନିମମ୍ ଦରକାର। ଆମେ ତ 2 ଲିଟର ବି ଗରମ ଦିନେ ସିନା ଯାହା ଟିକେ ପାଣି ପିଉଛେ, କିନ୍ତୁ ଆପଣ ଅଲଗା ଦିନେ ଦେଖନ୍ତୁ ହିସାବ କରିବେ 2 ଲିଟରରୁ ଅଧିକ ଆମେ କେହି ପିଉନଥିବୁ, ଯେଉଁଟାକି ଷ୍ଟୋନ୍ କରିବାରେ ଆମକୁ ସେ ସାହାଯ୍ୟ କରେ। ବୁଝିଲା ନା? ବୁଝିପାରିଲ ନା? ପୁଣି ଏସିଡ଼ରୁ ବି ବହୁତ କଥା ଅଛି। ତେଣୁ ତାମାନେ ଏଇଟା କାହିଁକି ହେଲା ନା ଆମେ ସନ୍ତୁଳନକୁ ରକ୍ଷା ନ କରିବା ହେତୁ, ସନ୍ତୁଳନ ଯେଉଁଟା ଆମର ଅଛି ବାଲାନ୍ସ ଯେଉଁ ହେଇକି ଅଛି ତାକୁ ଇନବାଲାନ୍ସ କରୁଛେ, ଯେହେତୁ ଆମେ ତାକୁ କୌଣସି ଉପାୟରେ ତାକୁ ହାନି ପହଞ୍ଚେଇ ଦେଉଛେ, ତେଣୁ ସିଏ ଆମକୁ ରୋଗଗ୍ରସ୍ତ କରିଦେଉଛି, ନା ବୁଝିଲାନି? ଧର ତାକୁ କାଲି ହଜମ ହେଉନି, ତାକୁ କାଲି ଗ୍ୟାଷ୍ଟ୍ରିକ୍ ହେଉଛି, ତାକୁ କାଲି ଏଟା ହେଉଛି, ନା କ'ଣ ପାଇଁ? ନା ଏଇ ପ୍ରକାର ଇନବାଲାନ୍ସ କାହିଁକି? ନା ଆମର ନିଜର ଅଯତ୍ନପଣ ହେତୁ, ଯତ୍ନ ନ ହେବା ହେତୁ ସେ ଅଯତ୍ନ ହେଇଯାଉଛି, ବୁଝିହେଉଛି ନା ବୁଝିହେଉଛି? ତେଣୁ ଆମକୁ ଏଇ ପ୍ରକାରର ରୋଗ ଗ୍ରାସୁଛି। ତାହେଲେ ଯାହାକୁ କ୍ୟାନ୍ସର ହେଇଛି, କ୍ୟାନ୍ସର ମାନେ ସିଏ ଏକ କ'ଣ ହେଲା, ତାହେଲେ କିଛି ଗୋଟେ ଇନବାଲାନ୍ସ ହେଇଛି, ମାନେ କିଛି ଗୋଟେ କ୍ଷତି ହେଇଛି। ତାହେଲେ ସେଇଟାର ଲକ୍ଷଣ କ'ଣ ନା ହାଇ ସ୍ପିଡ଼ ଗ୍ରୋଥ୍ କରିବ। ଗ୍ରୋଥ୍ ମାନେ ତାର ଯେଉଁ ଗୋଟେ ଅନୱାଣ୍ଟେଡ଼, ମାନେ ଆମେ ଯେତିକି ନ ଚାହୁଁଛେ ତାଠୁ ବହୁ ଗୁଣାରେ ସିଏ ସାଙ୍ଗେ ସାଙ୍ଗେ ସ୍ପ୍ରେଡ଼ କରିଯିବ, ମାନେ ସାଙ୍ଗେ ସାଙ୍ଗେ ସିଏ ବଢ଼େଇ ଚାଲିବ। ଆଉ ବଢ଼େଇବ ମାନେ କେଉଁଠୁ ଆଣିବ ନା ତୁମରି ଦେହରୁ ସବୁ ଭଲ ଭଲ ଶକ୍ତି ଗୁଡ଼ାକ ଖାଇଯିବ ସବୁ, ଆର୍ ତୁମେ ରୋଗୀଣା ହେଇବ, ନା ବୁଝିଲାନି କଥା? ସେ ରକ୍ତରେ ହେଉ, ସେ ମାଂସରେ ହେଉ, ଯେଉଁଠି ହେଉଛୁ ସିଏ ବଢ଼ିବ ମାନେ ବହୁତ ଶୀଘ୍ର ଏତେ ଶୀଘ୍ର ବଢ଼ିବ ଯେ ସେଇ ବଢ଼ିବା ପାଇଁ ତା ଖାଦ୍ୟ ଦରକାର ହେବ ନା। ଯେତେ ଶୀଘ୍ର ତୁମେ ଧର କାମଟା କରିବ ସେତେ ଶୀଘ୍ର ତୁ ଖାଦ୍ୟ ଦରକାର ପଡ଼ିବ ନା ପଡ଼ିବ? ସେରେ କହିছে ଯେ ଏତେ ଶୀଘ୍ର ବଢ଼ିବ ଯେ ତା ଖାଦ୍ୟ ଦରକାର ପଡ଼ା। ରକ୍ତରେ ହେଲେ ରକ୍ତରୁ ଟାଣିବ ଖାଦ୍ୟ, ରକ୍ତକୁ ପାଣି କରି ପକାଇବ, ମାଂସ ହେଲେ ମାଂସରୁ ଟାଣିବ ଖାଦ୍ୟ, ତେଣୁ ତୁମେ ସେଇଠି ଦୁର୍ବଳ କରିଦେଲା, ନା ବୁଝିପାରନି? ଆରେ ତୁମ ସେଇ ଦେହରୁ ତ ଟାଣିବ, ଆଉ ତୁମେ କିସ ସେତେ ମାତ୍ରାରେ ଦେହକୁ ଯୋଗେଇଛ କି ସିଏ ତୁମକୁ ଢିଲା ଦେବ? ଏତେ ସ୍ପିଡ଼ ସେମାନେ ଗତି କରନ୍ତି, ବୁଝିଲା ନା ବୁଝିଲା? ତେଣୁ ତାର ଥେରାପି ମାନେ ଲାଇଟ୍ ପଡ଼ିବା ଅର୍ଥ ହେଉଛି ତାକୁ ନିଷ୍କ୍ରିୟ କରିଦିଆ ହୁଏ, ଏଇଟା ଲାଇଟ୍ ଥେରାପି। କେମୋଥେରାପି ତାର କେମିକାଲ ଦିଆ ହୁଏ, କେମିକାଲ ଯୋଗୁଁ ସେ ନିଷ୍କ୍ରିୟ ହେଇଯିବ। ଆପାତ ଯେଉଁ ସ୍ପିଡ଼ରେ ବଢ଼ୁଥିଲେ ସେଇ ସ୍ପିଡ଼ରେ ବଢ଼ିପାରିବେ ନାହିଁ, ବୁଝିହେଲା ନା ବୁଝିଲା? ତାହେଲେ ଇଏ ହେଉଛି ଗୋଲ୍ଡେନ୍ ଥେରାପି, ଯେଉଁଟା ଏଇଠି ଆମର ଯେଉଁ ପତ୍ର ଯେଉଁ ହେନ୍ ତେନ୍ ଦେଇକି ତାକୁ ଗୋଲ୍ଡେନ୍ ଥେରାପି କୁହନ୍ତି। ନା ଏଥିରେ କ'ଣ ହୁଏ ନା ଏଇଥିରେ ନିଷ୍କ୍ରିୟ ହେବ। ଏଇ 3ଟା ସାରା ଥେରାପିରେ କାମ ଗୋଟିଏ, ତାହେଲେ ନିଷ୍କ୍ରିୟ କରିଦେବ ସେ ଜୀବାଣୁ ଗୁଡ଼ାକ, ବୁଝିପାରିଲ ନା ବୁଝିପାରିଲ? ତୁମକୁ ହାଲିଆ ଲାଗିବାର କାରଣ ତୁମେ ଯେହେତୁ ଶକ୍ତି ଗୁଡ଼ାକ ସିଏ ରହିକିରି ଖାଇ ଦେଉଛି, ତେଣୁ ତୁମକୁ ହାଲିଆ ଲାଗୁଛି, ନା ବୁଝିଲା? ବୁଝିପାରୁଛ ନା ବୁଝିପାରୁଛ? ତେଣୁ ଯେଉଁ କେମୋ ନେଉଛ ବା ଲାଇଟ୍ ନେଉଛ ତାର
ଫଳସ୍ୱରୂପ ତୁମକୁ ତାର ସାଇଡ୍ ଇଫେକ୍ଟ ଅଛି। ସାଇଡ୍ ମାର୍କେଟ ଚୁଟି ଉପୁଡ଼ିଯିବ, କେଠି ତୁମର ମାନେ ଖାଦ୍ୟ ନଳୀ ସବୁ ଘା କରି ପକାଇବ, ଦେହ ପୁରା ପୁଡ଼ି ପକାଇବ। ସେ କେମିକାଲର ତା ରିଏକ୍ସନ୍ଟା କରିବ ନା, ଲାଇଟ୍ର ତା ରିଏକ୍ସନ୍ କରିବ ନା ତୁମକୁ। କିନ୍ତୁ ୟାର କିଛି ରିଏକ୍ସନ୍ ହିଁ ନାହିଁ, କିନ୍ତୁ ଇଏ ନିଷ୍କ୍ରିୟ କରିକି ରଖିବ। ତାର କେଉଁଟା ଭଲ କୁହ ତିନିଟାରେ? ବୁଝିପାରିଲ ନା ବୁଝିପାରିଲ? ତ ତାକୁ କାହିଁକି ବନ୍ଦ କରୁଛ? ବରଂ ସେଇଟା ବନ୍ଦ ହେଇଯିବ ଦରକାର ପଡ଼ିଲେ, କିନ୍ତୁ ଇଏ ବନ୍ଦ ହେବ ନାହିଁ କେମିତି? ବୁଝିପାରିଲ ନା ବୁଝିପାରିଲ? କାହିଁକି ନା ତୁମର ନିଷ୍କ୍ରିୟତାର କାରଣ ହେଉଛି ସେ ଜୀବାଣୁ। ସେ ଜୀବାଣୁ ଥିବା ହେତୁ ତୁମ ଶକ୍ତିକି ଖାଇ ଦେଉଛନ୍ତି, ଖାଇଦେବା ହେତୁ ତୁମେ ନିଷ୍କ୍ରିୟ ହୋଇଯାଉଛ। ବୁଝିପାରିଲ ନା ବୁଝିପାରିଲ? ତେଣୁ ତାକୁ ଯଦି ତୁମେ ନିଷ୍କ୍ରିୟ କରିବା ପାଇଁ ଚାହୁଁଛ, ତାହେଲେ ବରଂ ତୁମ ଗୋଡ଼ ନ ଉଠୁ, ତୁମେ ଚାଲିବା ପାଇଁ ଅଭ୍ୟାସ କର ନା। ତାକୁ କହିବ ଯେ ମୁଁ ଗୋଡ଼ ଉଠେଇ ପାରୁ, ତୁ ବସ, ସିଏ ତାଙ୍କ ହାତରେ ତୁମକୁ ଗୋଡ଼ର ଏକର୍କ କରିବ। ବୁଝିପାରିଲ ନା ବୁଝିପାରିଲ? ତୁମେ ତ ପାରୁଛ ନା, କାହିଁକି ସେ ତୁମକୁ ତୁମ ଗୋଡ଼ରେ ଲାଗିବ ନା ବୁଝିପାରିଲ? ଜିଆରେ ବସିକି ହେଲେ କର ନା, ଛିଡ଼ା ହେଇ କର। ଆଚ୍ଛା ଟାଇମ୍ ଟିକେ କମେଇ ଦିଅ, ଗୋଟେ ଜାଗାରେ ଅଧଘଣ୍ଟେ କର। ବୁଝୁଛୁ ନା ବୁଝୁଛୁ? କିନ୍ତୁ ରେଗୁଲାର ତାକୁ ରଖ। ତାକୁ ରଖିଲେ ଧୀରେ 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 ଜୀବାଣୁ ନିଷ୍କ୍ରିୟ ଯଦି ରହିଗଲା କଣ୍ଟିନ୍ୟୁ, ଆଉ ବଳ ପାଇବନି ଯେତେବେଳେ, ଅଟୋମେଟିକ୍ ତା ମରିଯିବ ନା, ସେ ଶୁଖିଯିବ, ତାକୁ ଆଉ ବଳ ମିଳିଲାନି ନା। ବୁଝିପାରିଲ ନା? ବୁଝିପାରିଲ ନା ବୁଝିପାରିଲ? ହ্যাঁ ବୁଝିବୁ ନା ବୁଝିବୁ? ଧର ତୁମେ କଣ୍ଟିନ୍ୟୁ ଯଦି ସେଟା କରିନେଲ, ତା ଖାଦ୍ୟ ହିଁ ମିଳୁନି ତାକୁ, ଆଉ ସେ କେତେ ଦିନ ଏରକ ନିଷ୍କ୍ରିୟ ହେଇକି ପଡ଼ିବ, ତାହେଲେ ଦିନେ ସେ ମରିଯିବ ନା। ବୁଝିଗଲା ନା ବୁଝିବ? ବୁଝିପାରିଲ ନା ବୁଝିପାରିଲ? ତେଣୁ ତାକୁ ବନ୍ଦ କରିବ ମାନେ ସିଏ ଫେର ଉଠିବ। ତୁମେ କ'ଣ ଜୀବନ ସାରା କେ ମନଉଥିବ? ଜୀବନ ସାରା କ'ଣ ଲାଇଟ୍ ନେବ କି? ବୁଝିପାରୁଛ ନା ବୁଝିପାରୁଛ? ସେଟା ପରେ ତା ସାଇଡ୍ ଇଫେକ୍ଟ ପଡ଼ିବ ତୁମ ଦେହରେ। କେଡ଼ି ଆଖି ଖରାପ ହେଇଗଲାଣି ତ, ଆଖି ଜାଲ ଜାଲିଆ ଦେଖାଯିବ ତ, କେଡ଼ି ଚୁଟି ଉପୁଡ଼ି ଗଲାଣି ତ, ଆଉ କେଠି କିସ ହେଇଯିବ ତ। ବୁଝୁଛ ନା ବୁଝିନି? କିନ୍ତୁ ୟାର ତ କିଛି ସାଇଡ୍ ଇଫେକ୍ଟ ନାହିଁ। ପତ୍ରରେ କ'ଣ ବରଂ ତୁମ ଦେହରେ ଆଜି ସେ ଭଲ କରିଦେଇଗଲା। ବୁଝିଗଲା ନା ବୁଝିଲା? ତେଣୁ ତାକୁ କେବେ ବନ୍ଦ କରିବ ନାହିଁ। ତାହେଲେ ବର୍ତ୍ତମାନ ମୁଁ ଆପଣମାନଙ୍କୁ ବୁଝାଉଥିଲି ଯେ ଦେହ ଖରାପର କାରଣ ମୁଁ ଏଠି କହି ନାହିଁ, ଏଠି ଦୁଇଟା କଥା ତୁମକୁ କହୁଥିଲି ନା କ'ଣ ନା, ଏଠି ସ୍ୱଧର୍ମ ଅର୍ଥାତ୍ ଗୋଟେ ଶରୀରର ଧର୍ମ, ଗୋଟେ ଆତ୍ମାର ଧର୍ମ। ଏଠି ଦୁଇ ପ୍ରକାରର ଧର୍ମ ଅଛି। ଆମେ ସ୍ୱଧର୍ମ ମାନେ ବୁଝି ନେଇଛେ କ'ଣ ନା, ଖାଲି ଶରୀରର ଧର୍ମ। ଯିଏ ନିଜକୁ ଆତ୍ମା ବୋଲି ମାନୁଛି ବା ଜାଣିଛି, ତାହେଲେ ତାର ଧର୍ମ ସେ କରିବା ପାଇଁ। ଯିଏ କହୁଛି ମୁଁ ଶରୀର ବୋଲି, ତାହେଲେ ସେ ଶରୀରର ଧର୍ମ କରିବା ପାଇଁ ଯିବ। ତାର ସ୍ୱଧର୍ମ ମାନେ ନୁହେଁ ଯେ ଶରୀର ଧର୍ମ। ବୁଝିପାରିଲ ନା ବୁଝିପାରିଲ ନା? ବୁଝିଗଲାନି? ଯାହା ଆମେ ଆଜି ପର୍ଯ୍ୟନ୍ତ ବୁଝିଛେ, ଶରୀର ମାନେ ମୁଁ ଯେ ଦେହଟା ପାଇଛି, ତାହେଲେ ଦେହରେ ମୋ ସ୍ତ୍ରୀ ମିଳିଛି, ଦେହରେ ମୋ ସ୍ୱାମୀ ମିଳିଛି, ଦେହରେ ମୋ ଛୁଆ ମିଳିଛି, ତାହେଲେ ଆହାରି ଧର୍ମ କରିବା ପାଇଁ ଭଗବାନ କହିଛନ୍ତି। ଯଦି ମୁଁ ପ୍ରକୃତରେ ଆତ୍ମା ବୋଲି ଜାଣି ନେଇଛି, ମୁଁ ଯଦି ଶରୀର ବୋଲି ଆଉ ନାହିଁ, ତାହେଲେ ସେଠି କ'ଣ ହେବ ଘଟଣା ନା, ତ ଆତ୍ମାର ପୁଣି ଶରୀରରେ ରୁହ ବା ଆତ୍ମା ବୋଲି ଜାଣ, ସେଟା ବଡ଼ ଜିନିଷ ନୁହେଁ। ବଡ଼ କଥା ହେଉଛି ଏଠି ତୁମ ଭିତରର ସ୍ଥିରତାର ହିଁ ବାହାରର ସ୍ଥିରତା ଆପଣା ଛାଏଁ ମିଳିବ ବା ଆପଣା ଛାଏଁ ଆସିବ। ଯଦି ଭିତରେ ତୁମେ ଅସ୍ଥିରତା ରହୁଛ, ତାହେଲେ ସେଇ ତୁମକୁ ରୋଗାଗ୍ରସ୍ତ କରିଦେବ ଦିନ। ବା ଭିତରେ ଯଦି ତୁମେ ସେଇ ପ୍ରକାରର ଶାନ୍ତି ନାହ ବା ସେଇ ପ୍ରକାର ଅସନ୍ତୋଷ ରହିଛ, ତାହେଲେ ବାହାରେ ତୁମେ ଯେତେ ପ୍ରକାର ପ୍ରଯତ୍ନ କରିନେଲେ ସୁଦ୍ଧା ବି, ଯେତେ ପ୍ରକାର ତୁମେ ଚେଷ୍ଟା କରିନେଲେ ସୁଦ୍ଧା ବି, ବାହାରରେ ଯେତେ ତୁମେ ସୁଖ ସୁବିଧା ଦେଲେ ବି, ସିଏ କେବେ ବି ସତେଜ ରହିପାରିବ ନାହିଁ ଏ ଶରୀର। ନା କାହିଁକି ନା ଇନ୍ଦ୍ରିୟମାନଙ୍କର ମୁଖ୍ୟ କିଏ ରହିଲା ନା ମନ। ମନ ବୁଝୁଛୁ ନା ବୁଝିଲି? ଇନ୍ଦ୍ରିୟାଣୀ ପରାୟଣା ହଉ, ଯେଉଁଟା କୁହାଯାଇଛି, ଇନ୍ଦ୍ରିୟମାନଙ୍କଠୁ ଇନ୍ଦ୍ରିୟମାନଙ୍କର ବଡ଼ କିଏ? ଯିଏ ତାକୁ ଯୋଗାଉଛି, ଶକ୍ତି ଯୋଗାଉଛି। ଧରାଯାଉ ଆପଣଙ୍କର ଆଜି ହାତଟା ଅଛି, ହାତ ଯଦି କିଛି କାମ ନ କରିପାରିଲା କିଛି ଲାଭ ଅଛି? ଆଖି ଅଛି, ଆଖି ଯଦି ଦେଖାଯାଉ ନାହିଁ କିଛି ଲାଭ ଅଛି? ତାହେଲେ ଆଖିଠୁ ବଡ଼ ଆଖିକୁ ଯୋଗାଉଥିବା ଦୃଷ୍ଟି ଶକ୍ତି, ଶକ୍ତି ବଡ଼ ନା? ବୁଝିହେଲାନି? ବୁଝିହେଲା ନା ବୁଝିହେଲାନି? ଯେଉଁ ଶରୀର ଆମକୁ ମିଳିଛି, ଆମେ କ'ଣ କହୁଛେ? ମୋତେ ଖାଇବା ପାଇଁ ବଢ଼ିଆ ଲାଗୁଛି, ମୋତେ ଦେଖିବା ପାଇଁ ବଢ଼ିଆ ଲାଗୁଛି, ମୋତେ ଧରିବା ପାଇଁ ବଢ଼ିଆ ଲାଗୁଛି, ମୋତେ ଶୁଣିବା ପାଇଁ ବଢ଼ିଆ ଲାଗୁଛି। ଯଦି ଶୁଣିବା ଶକ୍ତିଟା ନଥାନ୍ତା, ଯଦି ଶୁଣିବାଠୁ ଆଖିଠୁ ବଡ଼ ରହିଲା ଦୃଷ୍ଟି, ତାହେଲେ ଇନ୍ଦ୍ରିୟମାନଙ୍କ ଅପେକ୍ଷା ବଡ଼ କିଏ ନା ଇନ୍ଦ୍ରିୟମାନଙ୍କୁ ଯିଏ ଶକ୍ତି ଯୋଗାଉଛି। ନା ତାଠୁ ବଡ଼ କିଏ? ମନ। ମନ ତା ମାନେ ଯଦି ମନ ତୁମର ଠିକ୍ ନାହିଁ, ମନ ଯଦି ଭଲ ନାହିଁ, ଆଖି ଦେଖିପାରୁଛୁ ଯେ କିନ୍ତୁ ମଜା ଉଠେଇ ପାରିଲାନି,
ଆଖିର ଯେଉଁ ତୃପ୍ତି ଥିଲା ବା ଖାଇବାର ଯେଉଁ ମଜା ଥିଲା ମଜା ଉଠେଇ ପାରିଲାନି, କାହିଁକି ନା ମନ ନାହିଁ। ବୁଝିପାରିଲ ନା ବୁଝିପାରିଲନି? ଖାଉଛ ଭଲ ଭଲ ଖାଉଛ କିନ୍ତୁ ଆଉ ତୃପ୍ତି ନାହିଁ। କାରଣ କ'ଣ ନା ମନ ହିଁ ନାହିଁ ସେଠି। ତାମାନେ ଇନ୍ଦ୍ରିୟମାନଙ୍କ ଅପେକ୍ଷା ବଡ଼ କିଏ ନା ଇନ୍ଦ୍ରିୟମାନଙ୍କୁ ଜଗଉଥିବା ଶକ୍ତି। ଯଦି ଇନ୍ଦ୍ରିୟ ଶକ୍ତି ଅଛି, ଇନ୍ଦ୍ରିୟ ଅଛି, ଯଦି ମନ ନାହିଁ ତାହେଲେ ବି କିଛି ହବାର ନାହିଁ। ସେ ମନୋବଳ ନାହିଁ ବୋଲି ତ ସେ ବନ୍ଦ କରିଦେଇଛି। ସେ ମନୋବଳଟା ନାହିଁ ବୋଲି ଥାଉ କିଏ କରୁଛୁ, ଠିକ୍ ନା ନା, ଠିକ୍ ନା ନା? ହ্যাঁ ଥାଉ, ଥକା ଲାଗୁଛୁ କରିବାନି, ବୁଝୁଛୁ ନା? ଥାଉ, ଭଲ ତ ହେଇଗଲାଣି, ଭଲ ଆଡ଼କୁ ଯାଉଛି, ଦେହଟା ତ ଭଲ ଲାଗୁଛି, ଆଉ କିଏ କରୁଛୁ? ଆଉ ବୁଝି ହେଉଛୁ ନା ବୁଝି ହେଉନି? ଠିକ୍ ନା ନା? হ্যাঁ ଥାଉ, ଏଇନା ଦରକାର ନାହିଁ। ହଉ ଏଇନା ଦରକାର ନାହିଁ ଯେ କେହି ଦିନ ଦରକାର ନାହିଁ ନା ଏଇନା ଦରକାର ନାହିଁ ତୁମକୁ, ନା ବୁଝିପାରିଲନି କି କଥା? হ্যাঁ ଯଦି ବାରମ୍ବାର କୁହାଯାଏ, ଆମମାନଙ୍କୁ କୁହାଯାଇଛି, ଆମେ ଯେମିତି କିଛି କଥାରେ ପରସ୍ପର ଭିତରେ ଗୋଟେ ମନଉଣା କରିକି ରାଗ ରୁଷ ହେଇଯାଏନି କି, ମାନେ ଅପଟପଟ ହେଇଯାଏନି, ହୁଏ ନା ହୁଏନି? ସଂସାର କ୍ଷେତ୍ରରେ ବି କୌଣସି ରିଲେଟିଭ୍ ହେଉ ବା ଗୋଟେ ଭାଇ ଭଗାରେ ହେଉ ଏ ପ୍ରକାର ହୁଏ ନା ହୁଏନି? କିଛି କଥାରେ ଦେଖିବେ ଆପଣ ଗୋଟେ ତୁଖୁଡ଼ୁ ପୁଖୁଡ଼ୁ ହେଇଗଲା, ମାନେ କିଛି କଥାରେ ହେଇଗଲା, ଡିଷ୍ଟର୍ବାନ୍ସ ହେଇଗଲା, ମୁଁ ତା ଘରକୁ ଆଉ ଯିବିନି, ଯା, ମୁଁ ତା ହାତରେ କଥା ହେବିନି, ଯା। ତାହେଲେ ଭଗବାନ ପଚାରୁଛନ୍ତି ଯେ ସବୁଦିନ ସେଇ ପ୍ରକାର ସ୍ଥିତିକି ରଖିବୁ ନା ପୁଣି ଚାନ୍ସ ଅଛି ଦିନେ ଯାଇକି ତା ସାଥିରେ କଥା ହବ, ନା ବୁଝିଲାନି? ଯଦି ଜୀବନରେ କେହି ଦିନ ତା ପାଖକୁ ଯାଇକି ତା ସହିତ ସମ୍ପର୍କ ବନେଇବାର ଅଛି, ଆଜି କାହିଁକି ଯାଉନୁ? ଆଜି କାହିଁକି ବନ୍ଦ କରୁଛ, ନା ବୁଝିଗଲାନି କଥା? হ্যাঁ ଯଦି ତୁମେ ଜାଣୁଛ ମୋତେ କାଲି ହେଲେ ବି ମୋ ବାପ ଘର ସହିତ ସମ୍ପର୍କ ବନେଇତେ ଅଛି, 2 ଦିନ ପାଇଁ ମନଗଣା କରୁଛ କାହିଁକି? କରିକି କାହିଁକି ନିଜକୁ ସେଇଠି ସାନ୍ କରୁଛ ବା ନିଜକୁ କାହିଁକି ସେଇଠି ତାକୁ ଆଗରେ ତୁମେ ଲଜ୍ଜିତ କାହିଁକି କରୁଛ, ନା ବୁଝିପାରିଲନି କଥା? ଲକ୍ଷ୍ୟ ବା ବୁଝିପାରିଲନି? କିସ ବୁଝିଲ? ଧରାଯାଉ ଆମେ ଏନା କହିଲେନି ବର୍ଷେ 2 ବର୍ଷ 5 ବର୍ଷ, ତୁ ଏୟା ମାଇଣ୍ଡରେ ସ୍ଥିର କରୁଛୁ ଯେ ମରିବା ପର୍ଯ୍ୟନ୍ତ ମୁଁ ତା ସହିତ ସମ୍ପର୍କ ରଖିବି ନାହିଁ। ଆଉ ଯଦି ରଖିଛ ସେ ପ୍ରକାର ଠାଣ ନେଇଛ ତାହେଲେ ଆଉ ସମ୍ପର୍କ ଯୋଡ଼ନି, ବୁଝିଲା ନା ବୁଝ? ଯଦି ଏହା ତୁମେ ସ୍ଥିର କରିସାରିଛ ଯେ ମୁଁ ବାବାଜୀ ସହିତ ମୁଁ ଏ ଜନ୍ମରେ ଆଉ ମରିବା ପର୍ଯ୍ୟନ୍ତ ମୁଁ ଆଉ ସମ୍ପର୍କ ରଖିବି ନାହିଁ, ତାହେଲେ ଠିକ୍ ଅଛି, ଆଉ ଯାଉନି, ଆଉ ସମ୍ପର୍କ ବନା। ଯଦି ତୁମେ ଭାବୁଛ ଯଦି ତା ତରଫରୁ ସିଏ ମୋତେ ଟିକେ କହନ୍ତା ଯେ ଭାଇ ଯାହା ହବାର ହେଇଛି ଛାଡ଼, ତାହେଲେ ମୋ ଆଡ଼ୁ ମୁଁ କହୁଛି ଯେ ନା ତାହେଲେ ସମ୍ପର୍କ ବନେଇ ନେବା ଭଲ, ବା 2 ବର୍ଷ ପରେ ବା 20 ବର୍ଷ ପରେ ମୋତେ ତା ସହିତ ସମ୍ପର୍କ କିନ୍ତୁ ବନେଇତେ ଅଛି, କେନି ହାଉ ମୋତେ ଯାଇତେ ଅଛି, ତାହେଲେ କାହିଁକି ତୁମେ 20 ବର୍ଷ ବା 2 ବର୍ଷ ଗ୍ୟାପ୍ କଲ କାହିଁକି? ଯଦି ସମ୍ପର୍କ ବନେଇବାର ଅଛି ତାହେଲେ ଏବେଠୁ ବନେଇ ନିଅ, ଯଦି ଛିଡ଼େଇବାର ଅଛି ତାହେଲେ ଆଉ ଦୁବାର ଆଉ ପ୍ରୟାସ କର ନାହିଁ ଯେ ଆମେ ବନେଇବା ବୋଲି, ନା ବୁଝିଲେ? ନା ସମସ୍ତଙ୍କର ଏ କାମରେ ଲାଗିବ, ଏଇଟା ସମସ୍ତଙ୍କ ପାଇଁ, ନା ବୁଝିଲାନି? ଏଇଟା ବୁଝିଲା ନା ବୁଝିଲ? ଯଦି ତୁମେ ଚିନ୍ତା କରୁଛ ଇଏ ମୋର ଆକୁ ନେଇକି ଚଳିପାରିବିନି ଭାଇ, ଇଏ ଶଳା ପ୍ରଖ୍ୟାତ ଗୋଟେ ଗୁଣ୍ଡାଟା, ପ୍ରଖ୍ୟାତ ଦୁର୍ଦାନ୍ତଟା ଗୋଟେ, ତେଣୁ ମୋର ତା ସହିତ ସମ୍ପର୍କ ବନେଇବାର ନାହିଁ, ତାହେଲେ ଯେଉଁ ତୁମେ ଛି କରିଲ ଯେ ଏଇ ଜୀବନରେ ମରିବା ପର୍ଯ୍ୟନ୍ତ ଯେମିତି ତା ପାଖକୁ ଆଉ ତା କଥା ହିଁ ଭାବିବନି, ଯେମିତି ଯିବାନି ଅର୍ଥ ସମ୍ପର୍କ ବନେଇବାନି ତ ତା କଥା ଯେ କିସ କଲା, କଷ୍ଟ ପାଇଲା ନା ନାହିଁ, ଦଣ୍ଡ ମିଳିଲା ନା ନାହିଁ, ତା ପୁଅ ଠିକ୍ ତାକୁ ପେଟରେ ଛୁରୀ ଭୁଚିଛି ନା ହେଇଛି, ପାନେ ମୋ ସାତର ଲାଗିଥିଲା ନା, ତାମାନେ ତ ତୁମେ ତାରି କଥା ଚିନ୍ତା କର, ତାମାନେ ତ ତୁମେ ସବୁବେଳେ ତା ତଦାରଖ ରଖୁଛ, ତାର କିସ ହେଲା କିସ ନାହିଁ, ତାକୁ ଟିକେ ଘାଟା ପଡ଼ିଲା ନା ପଡ଼ିଲାନି, ତାକୁ କେହି ପିଟିଲେ ନା ପିଟିଲେନି, ତାକୁ ଅପମାନ ହେଲା ନା ହେଲାନି, ତାମାନେ ତ ତୁମେ ତାରି କଥା ଚିନ୍ତା କଲ, ନା ବୁଝିଲାନି? হ্যাঁ ବୁଝିପାରିଲ ନା ବୁଝ? ଯଦି ତୁମେ କହୁଛ ନା ମୋ ତା ସହିତ ସମ୍ପର୍କ ନାହିଁ, ନା ତା କଥା ବି ଯେମିତି ଭାବିବୁ, ଯଦି ଭାବିବୁ ତାହେଲେ ତା ସହିତ ସମ୍ପର୍କ ବନେଇ ନେଉନି। ଯଦି ଏତେ ତୋର ଜାଣତେ ମନ, ଏତେ ଭାବିତେ ମନ, ସମ୍ପର୍କ ବନଉନି କେন? আর যদি বনেইবার ছাড়ি ছিঁড়েইছু কেন, না বুঝিলানি কথা? হ্যাঁ না বুঝিলানি কথা? এটা বুঝিপার না বুঝিপার? হ্যাঁ তেণু যদি তুমি ভাবুছ যে আমকু কিছু গোটে করিবার অছি, তাহলে বর্তমান কাহিকি বন্ধ করছো কাহি? দাদা লক্ষ্মী বাপা কହୁଛି যে মু ছুয়া মোর ইচ্ছা আছে, মু টিকে মঠ মন্দিরে মোর হচ্ছে কাম করি মো জীবনটা কাটি, ও আজি কাহিকি তাহলে করুন, আজি কাহিকি বন্ধ করছো মতো ଟିକେ বুঝেই না বুঝিলানি? হ্যাঁ না এইটি 2টা কথা কইলি, 2টা কথা, গোটে শরীরর ধর্ম কথা কইলি, আত্মার ধর্ম, কাহিকি আ সহিত আকু রখিলি না? আমি মানে বহুত কিছু জন জানিছে যে
ଯେ ଆମେମାନେ ଯଦି ଶରୀରରେ କର୍ମକୁ ଆମେ କରିଦେଲେ ଶରୀରର କର୍ମ କରିବା ଦ୍ୱାରା ଭିତରରେ ବି ତା ପ୍ରଭାବ ପଡ଼େ। ଧରାଯାଉ ତୁମେ ନା ମନ୍ଦିରକୁ ଯିବା ସହିତ ତା ଭିତରେ ମନର ବି ପ୍ରଭାବ, ମନ୍ଦିରର ପ୍ରଭାବ ରହିବ ତୁମ ଭିତରେ, ଠିକ୍ ନା ଭୁଲ? ତୁମେ ଯଦି ବର୍ତ୍ତମାନ ଚାକୁ ଚଲେଇବ ବା କାହା ତଟି ଚିପିବ ତା ପ୍ରଭାବ ବି ତୁମ ଭିତରେ ରହିବ। ତେଣୁ କୁହାଯାଇଛି ଯେ କର୍ମ ଅନୁଯାୟୀ ତୁମେ ସେଇ ପ୍ରକାର ଭଲ ଭଲ କର୍ମ କର ମାନେ କ'ଣ ନା କରିବା ଦ୍ୱାରା ତା ପ୍ରଭାବ ବି ତୁମ ଭିତରେ ପଡ଼ୁଛି ନା ବୁଝିହେଲା ନା ବୁଝିହେଲା? হ্যাঁ কিন্তু এপটে কুহযাଉଛି যে এটি দুই প্রকার ধর্ম অছি না কোণ না আত্মার ধর্ম গোটে অছি শরীরর ধর্ম অছি। তুমি যদি ভাবি নেইথিব যে আমি শরীর দ্বারা ধর্মকু করিনেলে আমার কাম হয়েগলা কিন্তু আত্মার কল্যাণ কে করিব? যদি ভিতরকু তুমি সাথ ন করে পারিছ, ভিতরর যদি কল্যাণ তুমি দিগরে চিন্তা ন করিছ সে আপনা ছায়ে বাহারে প্রকাশ পাইଯିব। যেমিতি শরীরের কর্ম কলা বেড়কু তোমার ভিতরে সেটা প্রকাশ পাউছে না পাউনি? ভিতরে সেটা তোমার তা প্রভাব রহুছে না রহুনি? ঠিক সেমিতি ভিতরের তুমি যাহার রহিব বাহারে তোমার অটোমেটিক সেটা আপনা ছায়ে সে প্রকাশ হয়ে যাব বা আপনা ছায়ে সে প্রস্ফুটিত হয়ে যাব, বাহারি পড়ব না বুঝিলা? যদি ভিতরে তুমি প্রকৃতরে আনন্দিত না হো বা ভিতরে যদি অসন্তোষ রহিছ তাহলে সে বাহার শরীরকে সে রোগাগ্রস্ত করিদেব না বুঝিপারনি? এটা বুঝিলা না বুঝি? তেণু তুমি যেতে ভাল কাম করা চাহুছ সর্বপ্রথমে ভিতরকু আগ্রহ শান্তি কর, ভিতরকু আগ্রহ তুমি ভিতরর কল্যাণ কর, ভিতরর আগ্রহ শান্তি রখ না বুঝিলা? তাহলে আত্মার ধর্মকু রক্ষা হলে বারম্বার আমମାନଙ୍କୁ কোণ কুহযাইছি না সৎসঙ্গে ছনকেই সঙ্গা বারম্বার ঠাকুরଙ୍କ কথা শ্রবণ কর, সৎসঙ্গ শ্রবণ কর। সৎসঙ্গ মানে কোণ? যে সত্যর সঙ্গ যে কুহযাଉଛି বাস্তবিকতা যাহা সত্য তাহারি সঙ্গ করিবা না আমি মানে তার সঙ্গ করিপারিবা নাই। যিয়ে করিছি যিয়ে জানিছি আমি তাহারি সাঙ্গ হওয়া দরকার। তেণু সমস্তে কହୁଛନ୍ତି ଆମକୁ ভক্তর মার্গদর্শন করা বা ভক্তর অধীনরে আমମାନଙ୍କୁ রখ। কাহিঁকি কুহযাଉଛି না আমମାନଙ୍କର সে ক্ষমতা ନାହିଁ, সত্যর সঙ্গ আমি করিপারিবা ନାହିଁ। যিয়ে করিছি যদি আমি তাহারি সঙ্গ যদি হইপারিলে তাহলে সঙ্গ যদি করিপারিলে সেই আমাকে সৎসঙ্গ করিদেব না বুঝিলা? বুঝিলা না বুঝিলা? হ্যাঁ তেণু আত্মার কল্যাণ কোউথিরে? আত্মার কল্যাণ কোউথিরে না সৎসঙ্গেই ছনকেই সঙ্গা। তাহলে বারম্বার আমাকে সেই প্রকারর সৎসঙ্গ শ্রবণ করা পড়ব, বারম্বার আমাকে মানে বৈরাগ্য অভ্যাস করা পড়ব। সেইপাই জপ আপাতত মিনিমম থরে কুহযাইছি মাড়ি ঝুলা করিব কিছু কাম নাই, টিকে জপ করিব। জপ যদি নকলে মাড়ি ঝুলা টিকে নকলে তাহলে কালি আজ যে অসুস্থতা হয়েছি এইথিরে আপনার কিଏ সাহায্য করিব? আপনার যে ভিতরে গোটে অস্থিরতা নয় কি? অপারেশন আগর কিস হব কিস না কিস হয়ে গলা অপারেশন পরে কে দিন শুকিব স্টিচ ছাড়িযোগ কি এটা হয়ে কি চিন্তা আসছে না আসুন? কিন্তু আপাতত যদি এই প্রকারর আমি ভিতরকু শান্তিকি রক্ষিথিবা, যদি আমি সেই প্রকার ব্যবস্থা করিথিবা তাহলে এই চিন্তা আসিলে বি আমকু এতে মাত্রারে বিচলিত বা সেই প্রকারর অশান্ত করিপারিব ନାହିଁ। বুঝিলা না বুঝিলা? হ্যাঁ তেণু ভিতরকু আমମାନଙ୍କୁ আগে শান্ত করতে অছি। ভিতরকু শান্তি যদি আত্মার কল্যাণ ন করিছ শরীর দ্বারা তুমি কস্মিন কালে যেতে যাহা করি পকাইলে বি তা প্রভাব রহিব সিনা কিন্তু তুমি তাকে রখিপারিবনি। ভিতরে যদি অসন্তোষ রহিযাইথিব সে শরীর দ্বারা যে ভাল কর্ম হউথিব তার জাড়িও পারক ঢোলাইকি সারিদ। ঠিক সরিগলা কথা। তো যেতে কইলে কিস খালি কহিমি কিস না মতে কেহি পয়সার সংসার পচারেনি। তুমକୁ পচারিবে কেন? তুমি কাহাকে পচারিছ কি? কালি বুঝুতু না এই কথা? তুমি কাহাকে পচারিছ কি? তুমি কাহাকে মানিছ? কাহাকে মানুছ তুমি? আমি মানুছে কাহারিকি জীবନରେ? আম মনমুখী সবুলে কাম চলেছে, ঠিক না? ঠিক না? না ঠিক যেহেতু না কাহিঁকি না বেড়ে বেড়ে এমিতি পরিস্থিতি আসি যাଉଛି আমার সে প্রকার সামর্থ্য হয়ে পারুনি বা আমি মনকু জিণি পারুনি বা জিতি পারুনা, সে আমাকে বলপূর্বক টানি নিয়ে যাচ্ছে। আম অনিচ্ছা সত্ত্বে সে আমাকে বলপূর্বক ঘুষারি নিয়ে যাচ্ছে। হিতাহিত জ্ঞান বা আমাকে ঠিক ভুল বি বুঝা দৌ না বা ঠিক ভুল বি জাঁয়া দৌ না, ঠিক না? হ্যাঁ এ প্রকার হচ্ছে না? তেণু বারম্বার আমମାନଙ୍କୁ কুহযাଉଛି
ନା କାହିଁକି ଏ ପ୍ରକାର କଥା କୁହାଯାଉଛି ନା ତୁମେମାନେ ନହେଲେ ଆମେ ପାରିବା ନାହିଁ। ଯଦି ଆମେ ସେଇ ପ୍ରକାରର ଭିତରକୁ ଯଦି ଆମେ ଶାନ୍ତ ନ କରିପାରୁଛେ ବା ଭିତର କଲ୍ୟାଣ ନ କରୁଛେ ତାହେଲେ ଯେଉଁ ବାହ୍ୟର ତୁମେ ଯେଉଁ ଭଲ କର୍ମ କରୁଛ ସେଇଥିରୁ ସେ ତୁମକୁ ଚିଉତ କରିଦେବ, ସେଇଠୁ ଟାଣି ନେବ। ନା ବୁଝିପାରିଲନି? এটা ବୁଝିଲା ନା ବୁଝିଲା? এটা ବୁଝିପାରିଲ ନା ବୁଝିପାରିଲ? এটা ବୁଝିପାରିଲନି? ଯଦି ଭିତରରେ ମୁଁ ମୋର ଆତ୍ମାର କଲ୍ୟାଣ କରୁନାହିଁ ବା ସେ ବାବଦରେ ଚିନ୍ତା କରୁନାହିଁ, ଆତ୍ମାର କଲ୍ୟାଣ କେଉଁଥିରେ ନା ଆପାତତଃ ଦୈନନ୍ଦିନ ଜପ ଟିକେ କରିବ, ଟିକେ ଗୁରୁଙ୍କ ଧ୍ୟାନ କରିବ, ଭଗବାନଙ୍କର ନାମ ନେବ, ଯେଉଁ ମନ୍ତ୍ର ଜପ ଯେଉଁ କୁହାଯାଉଛି ନା କାହିଁକି ନା ଆକୁ ଯଦି ନ କରାଯାଉଛି, ୟାକୁ ଯଦି ନ କରାହେଉଛି ତାହେଲେ ଆମେ କେବେ ବି ୟାକୁ ସ୍ଥିର କରିପାରିବା ନାହିଁ। ନା କାହିଁକି ନା ପ୍ରଶ୍ନର ଉତ୍ତର ଆମେ ଦେଇପାରିବା ନାହିଁ। ନ ଦେଇପାରିବା ହେତୁ ଆମେ ଅସ୍ଥିର ହେବା ନା ହେବାନି? ତାହେଲେ ତୁମେ ଶରୀର ବାହ୍ୟ ମାଧ୍ୟମରେ ଲକ୍ଷ୍ମୀ ବାପା ଗୋଟେ ପୂଜାଟେ କରୁଛି, ଲକ୍ଷ୍ମୀ ବାପା ବହି ଦୋକାନରେ କାମ କରୁଛି, ଲକ୍ଷ୍ମୀ ବାପା ଏଠି ଝାଡ଼ୁଟେ ମାରୁଛି, ମଠ ମନ୍ଦିର ଭଗବାନଙ୍କ କାମ କରୁଛି, ତୁମକୁ ସେଇଠୁ ସେ ଚ୍ୟୁତ କରିଦେବ, ସେଇଠି ସେ ତୁମେ ପଡ଼ିଯିବ ସେଠି। ନା ବୁଝିପାରୁନ? କିଛିଟା ବୁଝିଲ କ'ଣ? କିଛିଟା ବୁଝିଲ କ'ଣ? କାମ ହିଁ କରିପାରିବନି, ଲାଷ୍ଟରେ ତାହେଲେ ଚ୍ୟୁତ ହେଇଯିବ। କାମ ନ କରି ଯାଇକି ଗୋଟେ କିଏ କୁଣ୍ଡେ ବସିବ, ନହେଲେ କେଉଁଠି ଶୋଇବ, କହିବ ମୋ ଦେହ ଜମା ଭଲ ଲାଗୁନାହିଁ। এই প্রকার পরিস্থিতি আসিଯିବ। ଭଲ କି ବୁଝ ମୁଁ ଯାହା କହୁଛି। ତୁମେ ଭିତରକୁ ଆତ୍ମାର ଯଦି ତୁମେ ସେଇ ପ୍ରକାର ତାକୁ ଯଦି ଖାଦ୍ୟ ନ ଦେଉଛ, ନ ଦେଇପାରୁଛ, ତାକୁ ହିଁ ସବୁବେଳେ ଧ୍ୟାନ ଦେବ, ବରଂ ତୁମର କାମ ବନ୍ଦ ହେଇଯାଉ। ବୁଝିପାର ନା ବୁଝିପାର? ଆକୁ ହିଁ ମୁଁ ସବୁବେଳେ ବାରମ୍ବାର ତୁମମାନଙ୍କୁ କହୁଛି। ବୁଝୁଛି ନା ବୁଝିବୁନି? ବରଂ ତୁମ କାମ ବନ୍ଦ କରିଦିଅ, ମୁଁ ତୁମକୁ ଏହା କହିବି, କିନ୍ତୁ ଆତ୍ମାର କଲ୍ୟାଣ କେବେ ଛାଡ଼ନି। ତାକୁ ହିଁ ରଖିଲେ ଯାଇ ତୁମେ ବାହ୍ୟ କର୍ମକୁ ସୁରୁଖୁରୁରେ ବା କଣ୍ଟିନ୍ୟୁ କରିପାରିବ। ତାକୁ ହିଁ ଯଦି ମାଡ଼ କରିଛ ଆଗରେ, ତାହେଲେ ତୁମେ ଏଇ ସବ ମାଡ଼ ଖାଇଯିବ ତୁମ। ନା ବୁଝିପାରିଲ? ଏଇଟା ବୁଝିହେଲା ନା ବୁଝିଲ? ବୁଝିପାରିଲ ନା ବୁଝିପାରିଲ? ବୁଝି ହେଉଛି ନା ବୁଝୁନି? ତେଣୁ ଭିତରରେ ଆଗ୍ରହ ତୁମେ ପ୍ରଶାନ୍ତ ବା ସେ ପ୍ରକାର ଶାନ୍ତ ରହିଲେ, ପ୍ରଶାନ୍ତ ଛାଡ଼ିଦିଅ, ଶାନ୍ତି ତ ପାତ ରହିପାରିବ। ତା ବାଟ କରିବା ନା କରିବାନି? ତେଣୁ ଯଦି ଜପ ନ କରୁଛେ, ସେ ପ୍ରକାର ରାସ୍ତାକୁ ନ ଆପଣଉଛେ, ସତ୍ସଙ୍ଗ ଟିକେ ଶ୍ରବଣ ନ କରୁଛେ, ତାହେଲେ ସୁନିଶ୍ଚିତ ତୁମକୁ ସେ ବାହ୍ୟ ଭଲ କର୍ମରୁ ଚ୍ୟୁତ କରେଇଦେବ। ଏଥିରେ ତିଳେ ହେଲେ ତୁମକୁ ଦ୍ୱିଧା ନାହିଁ। ବୁଝିପାରିଲ ନା ବୁଝିପାରିଲ? ଆଉ ତୁମେ କେଉଁ ଆଡ଼ରେ ରହିଯାଇଛ ବା କେଉଁ ଘମଣ୍ଡପଣରେ ବା କେଉଁ ଅହଙ୍କାରରେ ସବୁ ରହିଯାଇଛି? ଆଜ୍ଞା ମୁଁ ମୋ କାମରେ ଠିକ୍ରେ ଅଛି, ତୁ ଜାଣିଲୁ କେମିତି? 2 ଦିନ ପରେ ସେ ସେଠୁ ହଟେଇଦେବ। ବୁଝିଲୁ? ତୁ ଜାଣିଲୁ ନା ବୁଝିପାରିଲ? ଧର ତ ଆମେ କହୁଛ ମୁଁ ଯାହା ହଉ ମୋ ଠାକୁର କାମରେ ଅଛି, ସିଏ କହିବ ଯାହା ହଉ ମୁଁ ମୋ ରାନ୍ଧା କାମରେ ଅଛି, ମୁଁ ଯାହା ହଉ ମୁଁ ଝାଡ଼ୁ କାମରେ ଅଛି, ଜାଣି ପାଖ ମୁଁ ଯାହା ହଉ ମୁଁ ମୋ କାମରେ ଅଛି, କିନ୍ତୁ ସେଇଠି ଚ୍ୟୁତ କରିଦେବା, ସେଇଠି ହଟେଇଦେବ। କଣ୍ଟିନ୍ୟୁ କରିପାରିଲ, ରଖିପାରିଲ ନା ବୁଝିପାରିଲ? হ্যাঁ লাভ କ'ଣ ହେଲା? ମୁଁ ବାରମ୍ବାର କହୁଛି, ଯେଉଁଟା କଣ୍ଟିନ୍ୟୁ କରିପାରିବ ସେଇଟା କରିବ। ଯେଉଁଟା କଣ୍ଟିନ୍ୟୁ ଆମେ ତୁମେ କରିବା ଏତେ ସହଜ କଥା ନୁହେଁ ବା କରିପାରିବାନି। ଆମେ ଏ ଶରୀର ଦ୍ୱାରା ଅସମ୍ଭବ। ଆପଣ ଗୋଟିଏ କାର୍ଯ୍ୟକୁ କଣ୍ଟିନ୍ୟୁ କରିବା ଏତେ ସହଜ ନୁହେଁ। ନା କାହିଁକି ନା ଉଦ୍ଦେଶ୍ୟ ତୁମେ ପୁଣି ଏଇଠି ଆସିଗଲା ଯେ କ'ଣ ପାଇଁ ମୁଁ କରିବି। ଆମେ ସବୁର ଲାଭ କ୍ଷତି ଦେଖୁଛେ ନା ଦେଖୁନୁ? ଯଦି ସବୁର ଲାଭ କ୍ଷତି ବିଚାର କରୁଛ, କାହିଁ ଏଇଟା ବେଳେ ଲାଭ କ୍ଷତି ବିଚାର କରୁନ ଯେ ମୁଁ ଏଇ ପ୍ରକାର ରହିଯିବା ହେତୁ ମୋର ଲାଭ କ'ଣ? ମୁଁ ଏଇ ପ୍ରକାର ରହିଯିବା ଯୋଗୁଁ ମୋ ନିଜର ଅହଙ୍କାରରେ ବା ନିଜର ଘମଣ୍ଡରେ ମୋର କ୍ଷତି କ'ଣ ବେଳେ ବିଚାର କରୁଛ? ବୁଝୁଛୁନା ବୁଝ? ବିଚାର କରୁନ କେହି। ବିଚାର କରିଲେ ନା ଲାଭ କ୍ଷତି ଜାଣିଗଲା ପରେ, ଯେମିତି ତୁମେ ପଇସାର ମହତ୍ଵ ଥିବା ହେତୁ ପଇସାର ଲାଭ କ୍ଷତି ବିଚାର କରି ସାଙ୍ଗେ ସାଙ୍ଗେ ତୁମେ ପଳେଇ ଯାଉଛ କର୍ମକୁ। ଠିକ୍ ନା? ତେଣୁ ଆତ୍ମାର ମହତ୍ଵ କାହିଁକି ରହୁନାହିଁ? ଆତ୍ମାର କଲ୍ୟାଣ ପ୍ରତି ମହତ୍ଵ କାହିଁକି ରହୁନାହିଁ? ନା ଏକ ଆମକୁ ଜଣା ନାହିଁ। ଯଦି ବି ଜଣା ଅଛି, ଆମକୁ ସେଇ ପ୍ରକାରର କିଛି ଅନୁଭବ ମିଳୁନାହିଁ ବା ଆମେ ଜାଣିପାରୁନାହିଁ। ନା ବୁଝିଲାନି? ଏଇଟା ବୁଝିପାରିଲନି? କିପରି ବୁଝିଲାନି? ଯେମିତି ପଇସାର ମହତ୍ଵଟା ଆମକୁ ଜଣାଅଛି, ମହତ୍ଵଟା ଜଣାଅଛି ବୋଲି ଏଇନା ଯଦି କୁହାଯିବ ମୁଁ ଯଦି 5 ଟଙ୍କା ଦେବି ମୋର ଲାଭ କ'ଣ? ବିଚାର କରୁଛ ନା କରୁନି?
হ্যাঁ যদি মোর 10 টাকা চালিগলা তাহলে মোর কেড়ে বড় ক্ষতি হয়েগলা তাহলে আপাতত মু ক্ষতি করবি না লাভ ন করে পারি না ক্ষতি করবি কইবে না কইবে তার পয়সার মহত্বটা থিবা তাহলে উদ্দেশ্যটা পয়সার থিবা হেতু আসিগলা সাঙ্গে সাঙ্গে বিচার ঠিক সমান যদি তুমকু তুমি এতে দামি ভাবুছ তাহলে আত্মা সেইথিরে মূল যে আত্মাটা এই শরীর ভিতরে আসিছি আত্মাটা রহিছি বলি তো তুমি আজ হাত গোড় হলুছ সব কিছু করুছ আত্মা তো পড়েগলা পরে সবু সইলা হ্যাঁ তার ভিতরে গোটে মহত্ব অছি যেমতি পয়সার তুমি মহত্ব অছি কৌছ থন্ডা খাইমি মুসনানি কৌছ ছতু খাইমি আউ কিস খাইমি কহুছ তা পাটি আজ কিস খাইব রে কিস খাইবে কিস খাইব ଗାଡ଼ି ଆଡ଼ୁଥିଲ କେଉଁଠି ଗାଡ଼ି ଆଡ଼ୁଥିଲ ହଉନି ଆଡ଼ୁଥିଲା ଆଡ଼ୁଥିଲ ତାର ବଡ଼ି ଲାଭ କ୍ଷତି ଚିନ୍ତା କଲା ଯଦି ନାଡ଼ି ଝୁଳ ହେଲା ମୋର ଲାଭ କ'ଣ ଛତୁ ଯଦି ନହେଲା ମୋର କ୍ଷତି କ'ଣ ତାର ଖାଇବାର ମହତ୍ଵ ଥିବା ତୁ ବୁଝିପାର ନା ବୁଝିପାର হ্যাঁ ବୁଝିହେଲା ନା ବୁଝିଲା ଯଦି ସେବେଳକୁ ଚିନ୍ତା କରିପାରୁଛେ ଏବେଳକୁ କାହିଁକି ଚିନ୍ତା କରିପାରୁଛେ ଯଦି ମୁଁ ଆ ଉପରେ ମହତ୍ଵ ନ ରଖୁଛି ତାହେଲେ ଏ ଶରୀର ଦିନକୁ ଦିନ ରୋଗାଗ୍ରସ୍ତ ହେବ ଇଏ ଆଉ ଟେକିବନି ଇଏ ଯାଇପାରିବନି ଇଏ କିଛି କରିପାରିବନି ଯାହାକୁ ବି ଭିତରୁ ଏସିଡ଼ ହଉ କିଛି ବି ହଉ ଡାଇବେଟିସ୍ ହଉ କାହା ଏଇଠୁ ତ ଆରମ୍ଭ ହେଇଛି ଭିତରୁ ଆରମ୍ଭ ହେଇଛି ନା ସେଟା ବାହାରୁ ହେଇଛି ମୋତେ ବୁଝାଉନାହାନ୍ତି ଯାହାର ବି ଯେ ରୋଗ ଆଜି ହେଇଛି ଏସିଡ଼ ହଉ ଗ୍ୟାସ୍ ହଉ ସେ ଡାଇବେଟିସ୍ ହଉ ଯାହା କିଛି ହେଉଛି ସେ ଭିତରୁ ନା ବାହାରୁ ମୋତେ ବୁଝା ବାହାର ହେଇଛି ତୋ ହାତଟା କିଛି କାଟି ଦିଆହେଇଛି ନାଇଁ ତୋ ଗୋଡ଼ଟା କିଛି ଖଣ୍ଡିଆ ହେଇଛି ନାଇଁ ନା তো সব ঠিকঠাক আছে সব ভিতরু যত্র পার্ট সব আমার খারাপ হয়েছে না ভিতর কেউ খারাপ হয় সে ভিতর যেটি তার অছি অসল পার্টসটা আর সেইটি খারাপ হওয়া তো সব খারাপ হয়ে গেছে আর কি না বুঝলাম বুঝিপারছেন না বুঝতে হ্যাঁ ভিতরে আমার পার্টসটা যেটি গন্ডগোল হয়েছি মেন ইঞ্জিন কাম হয় না সিনা যাই সবুটা ঠিক হোক আর ইঞ্জিন কাম তো হয়েপার হ্যাঁ বুঝিপার না বুঝিপার কিস বুঝল কিছুটা বুঝল সারাংশ কিস বুঝল তা মানে কহিবার তাৎপর্য আমি সময় শরীর কথা ভাবুছি কিন্তু শরীর যাহাকু নেই এ শরীর আইছি তা কথা আমি চিন্তা করু না হে আমি গাড়ি চিন্তা করছে কিন্তু ইঞ্জিন কথা কিন্তু চিন্তা করছে না দরকার পড়ে বাহার পেট্রোল আনি কিরাসিন ঢাড়ু সে পানি মিশিয়ে কিনে সেটা আনি ঢাড়া দেবে চিন্তা করছে কেবে বি যে এটা ইঞ্জিন খারাপ হয়ে যাবে চিন্তা করছে না হ্যাঁ কেবে চিন্তা করছে বলি কি বুঝিবা দরকার সেটা নুহে কিন্তু মো কথাটা বুঝিপার না বুঝতে যে আমি শরীরকু যে মহত্ব ଦେଇଛେ শরীর যাহাকু নেই আজ শরীর হয়েছি বা চালন হচ্ছে তার भी महत्व रखा दरकार ना आम ताने बुझी ना दरकार शरीर को ही आम महत्व दे शरीर को ही आम महत्व दे जदि महत्व दे था लाभ क्षति विचार करता ना कर शरीर कथा आम भावी था ना भावी ना तेणु भीतर जंत्रपाति पार्ट्स सब ढिला हवा आगु बा रोगाग्रस्त हवा आगु आगर भीतर कल्याण समस्त करने चेष्टा कर चाहे तुम काम बंद काम न हो जदि ये कथा कह लोक कह जा हो आमको छुट्टी मिलगा माँ जामुची कौन केत मांग चार्टा तुम कहीं